ଦର୍ପଣଟି ଯେତେବେଳେ ଜଣେ ଦେଖିବ, ଯାହା ମୁହଁ ଆଗରେ ରଖାଯିବ, ସେ ଲୋକର ମନୋଭାବ ଦର୍ପଣରେ ପ୍ରତିଫଳିତ ହେବ। ଏବଂ ଗୁରୁ ଶିଷ୍ୟଙ୍କୁ ସେ ଦର୍ପଣଟି ଦେଲେ, କହିଲେ ଏ ଦର୍ପଣଟି ନିଅ ଏବଂ ଏହାର ଠିକ୍ ଉପଯୋଗ କରିବ। ବଡ଼ ଖୁସି ହେଲେ ଶିଷ୍ୟ। ଯେତେବେଳେ ଆମେ ଗୁରୁଙ୍କ ଠାରୁ ଆଶୀର୍ବାଦ ତ ପାଇଥାଉ ଏବଂ ନିଜର ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଗୁରୁଙ୍କ ଠାରୁ ଯେତେବେଳେ କୌଣସି ଉପହାର ବି ପାଇଥାଉ, ତାହା ଆମକୁ ଅଧିକ ଆହ୍ଲାଦିତ କରେ, ଆମୋଦିତ କରେ ଏବଂ ପ୍ରକୃତରେ ଶିଷ୍ୟ ଭାବରେ ଗୋଟେ ସାର୍ଥକ ହେଇଗଲା ଏମିତି ମନେ ହୁଏ। ତ ଯେତେବେଳେ ସେ ଶିଷ୍ୟ ସେ ଦର୍ପଣଟିକୁ ଆଣିଛନ୍ତି, ଦର୍ପଣଟିକୁ ଆଣିଲା ପରେ ସିଏ ପ୍ରଥମେ ଭାବିଛନ୍ତି ମୋର ଗୁରୁ ଏତେ ଜ୍ଞାନୀ, ବେଦ ବେଦାନ୍ତ ଉପନିଷଦ ଇଏ ସବୁଥିରେ ଏତେ ତତ୍ତ୍ୱଦର୍ଶୀ,